नमस्कार भाई मैंने जय जगन्नाथ आज टॉपिक गोटे बहुत फास्ट टॉपिक जोटा कि वो लॉस उपरे स्टॉक मार्केट रे आम जानी 90% ट्रेडर्स लॉस कर जोटा कि बहुत माने गोटे डरावना जिनस शुणिले तो भय लगुच कि हाँ भाई आम 90% लोक लॉस कर आमर चांसेस कौन से 10% आसवर कहीं आम भर भी बहुत सारा लोक थे जो मैंने लॉस करुवे आउ लॉस अ पार्ट एंड पार्सल ऑफ लाइफ एक्चुअली ट्रेडर मैंने आपन लॉस करिया पड़िबो जो 10% भी लॉस करूना प्रॉफिटेबल अछंती से माने को ना को दिन तो लॉस करूछंती हेले तांकर ओवरऑल जो प्रॉफिट ମାନେ ପୋର୍ଟଫୋଲିଓ ପ୍ରଫିଟ୍ ରହୁଛି ସେଥିପାଇଁ ସେମାନେ ସେଇ 10% ରେ ଆସୁଛନ୍ତି ଆଉ ତାଙ୍କ ଭିତରେ ଆମ ଭିତରେ ଫରକ କ'ଣ ଆଉ ଆମେ କେମିତି ଏଇ 90% ବାସ୍କେଟ୍ 10% ବାସ୍କେଟ୍କୁ ଯିବା ସେଇଟା ଆମର ଟାର୍ଗେଟ୍ ରହିବ ଆଜି ଭିଡ଼ିଓରେ ସୋ ଚାଲନ୍ତୁ ଷ୍ଟାର୍ଟ କରିବା ତ ଏଇ ଯେଉଁ ଲସେସ୍ କରୁଛନ୍ତି ଏମାନେ କିଏ ଏମାନେ ହେଉଛନ୍ତି ଅପସନ୍ ଟ୍ରେଡର ତ ଏମାନେ ତ ହାଇଲି ରିସ୍କି ଟ୍ରେଡ୍ କରୁଛନ୍ତି ଯେଉଁଟା ଅପସନ୍ ଟ୍ରେଡିଂ ସେଥିରେ ଆପଣ ଗୋଟେ ଦିନରେ କୋଟିପତି ହେଇପାରିବେ ଗୋଟେ ଦିନରେ ମାନେ କୋଟିଏ ଟଙ୍କା ହରେଇ ବି ପାରିବେ ଏଥିରେ ମାନେ ସେଇ କରିବା ପସିବିଲିଟିଜ୍ ଅଛି ତ ଲସେସ୍ କାହିଁକି ହୁଏ କିଛିଟା ରିଜନ୍ ମୁଁ ଦେବି ଯେଉଁଟାକି ଆପଣ ନିଜେ ରିଲେଟ୍ କରିପାରିବେ ଯଦି ରିଲେଟ୍ କରିପାରୁଛନ୍ତି ଆପଣ ବି ମାନେ କହିବେ ମୋତେ କି ହଁ ଏଇ ସିଚୁଏସନ୍ ଆମ ସହିତ ବି ହେଇଛି ତ ଫାଷ୍ଟ ଜିନିଷ ହେଉଛି ଲ୍ୟାକ୍ ଅଫ୍ ନଲେଜ୍ ବହୁତ ଲୋକ ଏଥିରେ ଏଣ୍ଟ୍ରି କରୁଛନ୍ତି ଏସବୁ ଭିଡ଼ିଓଜ୍ ଦେଖିକି ମାନେ ଷ୍ଟକ୍ ମାର୍କେଟର ଭିଡ଼ିଓଜ୍ ହେଇଗଲା ଇନଷ୍ଟାଗ୍ରାମ ୟୁଟ୍ୟୁବ୍ या फिर फेसबुक रे किए गोटे लोक आसी कहीदेला कि स्टॉक मार्केट रू कोटिपति हो जाइए स्टॉक मार्केट बहुत पैसा इनकम कर देती स्टॉक मार्केट रू माने लैम्बोर्गिनी किनी स्टॉक मार्केट पैसा रे फिर माने स्टॉक मार्केट तो बहुत किसी देइछि देखो से देई पारे माने मिछ कही न थांती बट ମାନେ ଦେଖିବେ ଆପଣ ସେମାନେ କେମିତି ଏଇ ଜିନିଷକୁ ଆସିଲେ କ'ଣ ସେ ଫାଷ୍ଟ ଯେଉଁ ଦିନ ଷ୍ଟକ୍ ମାର୍କେଟ ଏଣ୍ଟର କଲେ ସେଇଦିନଠୁ ସେମାନେ ପ୍ରଫିଟ୍ ବନେଇ ଆରମ୍ଭ କରିଥିଲେ ନା ସେମାନେ କିଛି ନ ଜାଣିକି ଖାଲି ସଟ୍ଟାବାଜି ଟ୍ରେଡିଂ ଡବା ଟ୍ରେଡିଂ କରିକି या फिर ଟେଲିଗ୍ରାମ ଟିପ୍ସରୁ ଟ୍ରେଡିଂ କରିକି ସକ୍ସେସଫୁଲ ହେଇଛନ୍ତି ତାଙ୍କର ଷ୍ଟୋରି ଡିଟେଲରେ ବି ଜାଣିବାକୁ ପଡ଼ିବ ସେମାନେ ବି ଷ୍ଟ୍ରଗଲ୍ କରିଥିବେ ସେମାନେ ବି ଲସ୍ ମେକିଂ ଟ୍ରେଡର ହେଇଥିବେ ଦିନେ ନା ଦିନେ ଆଉ ତାପରେ ବହୁତ ସାରା ପରିଶ୍ରମ ପରେ ସେମାନେ ସକ୍ସେସଫୁଲ ହେଇଛନ୍ତି ଏଇଟାକୁ ଆପଣଙ୍କୁ କନସିଡର କରିବାକୁ ପଡ଼ିବ ଆଉ ଷ୍ଟକ୍ ମାର୍କେଟରେ ଆପଣ ଯେବେ ଆସୁଛନ୍ତି ଟ୍ରେଡିଂ କରିବାକୁ ପ୍ରାୟତଃ ଲୋକ ଟିପ୍ସ ନେଇକି ଟ୍ରେଡିଂ କରିବାକୁ ଆସନ୍ତି ଟେଲିଗ୍ରାମ ହେଇଗଲା କି କେଉଁ ସାଙ୍ଗକୁ ପଚାରିଥିଲେ ଭାଇ ଆଜି କଲ୍ ନେବି ନା ପୁଟ୍ ନେବି या फिर ଆପଣଙ୍କୁ ଲାଗିଲା କି ଆଜି ମାର୍କେଟ ଉପରକୁ ଯିବ କିଛି ଫଣ୍ଡାମେଣ୍ଟାଲ ନାହିଁ ତା ବ୍ୟାକଅପ୍ରେ କିଛି ତାର ଷ୍ଟ୍ରଙ୍ଗ ରିଜନ୍ ନାହିଁ ଆପଣଙ୍କୁ ଲାଗୁଛି ଆପଣ ନେଇଗଲେ ସେମିତିରେ ଆପଣ ଲସ୍ ହେବ ଫାଷ୍ଟ କଥା ତାର ସଲ୍ୟୁସନ୍ ହେଉଛି ଆପଣ ବହି ପଢ଼ନ୍ତୁ ଷ୍ଟକ୍ ମାର୍କେଟ ଉପରେ ଅପସନ୍ ଟ୍ରେଡିଂ ଉପରେ ବହୁତ ସାରା ବହି ଅଛି ଯେଉଁମାନେ ବହୁତ ରିସର୍ଚ୍ଚ କରିଛନ୍ତି ସାଇକୋଲୋଜି ଉପରେ ଆପଣଙ୍କର ବିହେଭିଅର ଉପରେ ବହୁତ ସାରା ଜିନିଷ ଉପରେ ସେମାନେ ରିସର୍ଚ୍ଚ କରିକି ବହି ଲେଖିଛନ୍ତି ସେ ବହି ପଢ଼ନ୍ତୁ ଆପଣ ଧୀରେ ଧୀରେ ବେସିକ୍ ନଲେଜ୍ ଗେନ୍ କରିବେ ସେ ବେସିକ୍ସ ନଲେଜ୍ ଧୀରେ ଧୀରେ ଆପଣ ଆଡ଼ଭାନ୍ସ ଲେଭେଲକୁ ଯିବେ ଆଉ ଆପଣ ଜାଣିପାରିବେ ଯେ ହଁ ଏଇଟା ଜିନିଷ କଲେ ଏଇଆ ପ୍ରୋବ୍ଲେମ୍ ହେବ ଏଇଆ ସଲ୍ୟୁସନ୍ ଏମିତି ପ୍ରଫିଟ୍ ହେବ ତାପରେ ଧୀରେ ଧୀରେ ଆପଣ ଆସିପାରିବେ ବହି ପଢ଼ି ସାରିଲା ପରେ ଆପଣ ଷ୍ଟକ୍ ମାର୍କେଟରେ ଗୋଟେ ଡିମାଟ୍ ଆକାଉଣ୍ଟ ଖୋଲିକି ଆପଣ ପେପର ଟ୍ରେଡିଂ ଷ୍ଟାର୍ଟ କରିପାରିବେ ନାହିଁ ତ ମାର୍କେଟକୁ ଅବଜର୍ଭ କରିପାରିବେ ଆଉ ଏଇ ଜିନିଷଟା 3-4 ମାସ 6 ମାସ ଆଟଲିଷ୍ଟ ହେବା ଦରକାର ଇମିଡ଼ିଏଟଲି ଆପଣ ପଇସା ଆକାଉଣ୍ଟରେ ପୁରେଇ ଦେଇକି ଟ୍ରେଡିଂ କରିବା କାଇଁ ଭାବନ୍ତୁନି ଆପଣ ପେପର ଟ୍ରେଡିଂ କରିପାରିବେ ପେପର ଟ୍ରେଡିଂଟା କ'ଣ ନା ଆପଣ ଫେକ୍ ମନିରେ ଟ୍ରେଡିଂ କରିବେ ଆପଣଙ୍କ ପ୍ରଫିଟ୍ ଲସ୍ଟା ରିଅଲ୍ ଭଳି ଦେଖାଯିବ ବଟ୍ ଏଟା ଫେକ୍ ମନି ଉପରେ ଆସିବ ଆପଣଙ୍କୁ 10,000 ଟଙ୍କା ସେଇ ପେପର ଟ୍ରେଡିଂ ଆପ୍ରେ ଆସିଯିବ କ୍ରେଡିଟ୍ ଯେଉଁଟାକି ଆପଣଙ୍କୁ କିଛି ଦେବାକୁ ପଡ଼ିବନି ଆଉ ସେଇ ପଇସାରେ ଆପଣ ଟ୍ରେଡିଂ କରିବେ ସେଇଟା ଉପର ତଳ ହେବ ସେଇଟା ଆପଣ ମେ ବି ଜିରୋ କରିପାରନ୍ତି ସେଇଟା ଲକ୍ଷେ ହେଇପାରେ ତ ସେଇ ପଇସାଟାକୁ 10-15 ଥର ଆପଣ ଟ୍ରାଏ କରନ୍ତୁ ଲକ୍ଷେ କରିବାକୁ ତାପରେ ଆପଣ ଧୀରେ ଧୀରେ ଷ୍ଟକ୍ ମାର୍କେଟରେ କିଛି କିଛି ସ୍ମଲ୍ ଆମାଉଣ୍ଟ ପୁରେଇକି ଆପଣ ରିଅଲ୍ରେ ଟ୍ରେଡିଂ କରିପାରିବେ ଆଉ ସେଠି ଆପଣ ସକ୍ସେସଫୁଲ ହେଲେ ସେ ପଇସା ଆପଣ ୱିଡ୍ରଲ୍ କରିପାରିବେ ପେପର ଟ୍ରେଡିଂରେ ୱିଡ୍ରଲ୍ କରିହେବନି କି ସେ ପଇସାଟା କିଛି ନୁହେଁ ସେଇଟା ଫେକ୍ ମନି ଆଉ ମାନେ ବହୁତ ବଡ଼ ରିଜନ୍ ମାର୍କେଟରେ ବହୁତ ବଡ଼ ବଡ଼ ଲୋକ ଲସ୍ କାହିଁ କରନ୍ତି ସେକେଣ୍ଡ ରିଜନ୍ ଯେଉଁଟା ଆମର ଲୋକ ଲିଭରେଜ୍ ନେଇକି ଟ୍ରେଡ୍ କରନ୍ତି କିଛି ଲୋକ ପ୍ଲେଜ୍ ନେଇକି ଟ୍ରେଡ୍ କରନ୍ତି ଯେଉଁଟା ପଇସା ଆଣନ୍ତି ଷ୍ଟକ୍କୁ ପ୍ଲେଜ୍ କରିକି ଆଉ କିଛି ଲୋକ ଥାନ୍ତି ଯେଉଁମାନେ ଲିଭରେଜ୍ ନେଇକି ଟ୍ରେଡ୍ କରନ୍ତି ମାନେ ଆପଣଙ୍କ ପାଖରେ ମନେକର 1,000 ଟଙ୍କା ଅଛି ଆପଣ 10x 20x ଲିଭରେଜ୍ ନେଲେ ଯେଉଁଟାକି ବ୍ରୋକର ଆପଣଙ୍କୁ ଦେବ ଯେ ଆପଣ ତ 10,000 ଯେ ଆପଣ ଲକ୍ଷେ ଟଙ୍କା ଉପରେ ଟ୍ରେଡ୍ କରିପାରିବେ ଲସେସ୍ଟା ଆପଣ ଲକ୍ଷେ ଉପରେ ହେବ ପ୍ରଫିଟ୍ ବି ଆପଣ ଲକ୍ଷେ ଉପରେ ହେବ ଏମିତିରେ କ'ଣ ହୁଏ ଆପଣ ମେଣ୍ଟାଲିଟି ଏଇଆ ହେଇଯାଏ ଯେ ହଁ ମୁଁ ବହୁତ ପ୍ରଫିଟ୍ କରିଦେବି ଆଉ ଲିଭରେଜ୍ରେ ମୁଁ ଫାଇଦା ଉଠେଇଦେବି ହେଲେ ଓଲଟା ହେଇଯାଏ ଲୋକଙ୍କର ଲସ୍ ଲକ୍ଷେ ଟଙ୍କା ଉପରେ ହେଇଯାଏ ଆଉ ପଇସା ଏଣ୍ଟାୟାରଲି ପଳାଏ ତାଙ୍କର କ୍ୟାପିଟାଲ ୱାଇପ୍ ଆଉଟ୍ ହେଇଯାଏ ସେ ଲିଭରେଜ୍ ନେଇକି ଟ୍ରେଡ୍ କରିବାଟା ଟିକେ ବନ୍ଦ କରିବେ ନୂଆ ନୂଆ ଆପଣ ଯଦି ବହୁତ ହାଇଲି ନଲେଜେବୁଲ୍ ତାହେଲେ ଆପଣ ଲିଭରେଜ୍ ନେଇକି ଟ୍ରେଡ୍ କରନ୍ତୁ ପ୍ରଫିଟ୍ ବହୁତ ଭଲ ବନାନ୍ତୁ ମାର୍କେଟରୁ ବାହାରନ୍ତୁ କିଛି ଅସୁବିଧା ନାହିଁ ନୂଆ ନୂଆ ଆପଣ ଲିଭରେଜ୍ ନେଇକି ଟ୍ରେଡ୍ କଲେ ବହୁତ ବଡ଼ ବଡ଼ ଲସ୍ ହେବ ଆପଣ କ୍ୟାପିଟାଲ ମାର୍କେଟ ଛାଡ଼ିବାକୁ ପଡ଼ିବ ଠିକ୍ ଅଛି ଆଉ କିଛି ଲୋକ ନୂଆ ନୂଆ ଆସନ୍ତି ସେମାନେ କ'ଣ କରନ୍ତି ସେମାନେ ଜାଣିନଥାନ୍ତି ଏକ୍ସପାୟାରି କ'ଣ ସେମାନେ ଜାଣିନଥାନ୍ତି କି
ମାନେ ମନ୍ଥଲି ଏକ୍ସପାରି ୱିକଲି ଏକ୍ସପାରି ଥାଏ ବୋଲି ପ୍ରିମିୟମ୍ କେମିତି ଡିକେ ହୁଏ ଥୀଟା ଡିକେ କେମିତି ହୁଏ ଏସବୁ ଜିନିଷ ଜାଣିନଥାନ୍ତି ବିଲକୁଲ। ତ ମୋର ଗୋଟେ ସାଙ୍ଗ ଅଛି ସେ ବି ଯେତେବେଳେ ମାନେ ଷ୍ଟକ୍ ମାର୍କେଟରେ ଟ୍ରେଡିଂ କଲା ବହୁତ ଦିନ ମାନେ ସେ ମାସେ ଦୁଇ ମାସ ଯାଏଁ ଜାଣିନଥିଲା ପ୍ରିମିୟମ୍ ଜିରୋ ହେଇଯାଏ ଏକ୍ସପାୟରରେ ଆଉ ତା ଦେହରେ ସେ ବହୁତ ପଇସା ଲସ୍ କଲା ପରେ ସେ ଜାଣିଲା ଯେ ପ୍ରିମିୟମ୍ ଜିରୋ ହୁଏ। ଆଉ ମୁଁ ଗୋଟେ କଥା କହି ରଖୁଛି ଆପଣଙ୍କୁ ମାନେ ଆଉଟ୍ ଅଫ୍ ଦ ମନି କଲ୍ ଆଉ ପୁଟ୍ ସବୁ ଯୋଉଟା ଥାଏ ସେଗୁଡ଼ା ଏକ୍ସପାୟରି ଦିନ ଜିରୋ ହେଇଯାଏ ସେ ମନ୍ଥଲି ଏକ୍ସପାୟରି ହଉ କି ୱିକଲି ଏକ୍ସପାୟରି ହଉ ସେଗୁଡ଼ା ସବୁ ଜିରୋ ହେଇଯାଏ ମାନେ 0.0005 ପଇସାରେ ଆପଣ ସେଲ୍ କରିବେ ତାକୁ ଆପଣ 100 ଟଙ୍କା କିଣିଥାନ୍ତୁ କି 500 ଟଙ୍କା କିଣିଥାନ୍ତୁ। ତ ଏଇଠି ଏଇ ଜିନିଷ ଜାଣିବା କଥା ଲୋକ ହୋଲ୍ଡ କରି ବସିଥିବେ ଆଉ ସେ ଜାଣିନାହାନ୍ତି ଯେ ଏକ୍ସପାୟରି ଅଛି ଜିରୋ ହେଇଯିବ ଆଉ ପଇସା ଏଠି ଜିରୋ ହେଇଯାଏ ଆଉ ପଇସା ପଳାଏ ଆଉ ଲୋକ ଲସ୍ କରି ବସନ୍ତି ତାପରେ ଧୀରେ ଧୀରେ ଜାଣନ୍ତି। ନିଜେ ଲସ୍ କରିକି ଲର୍ଣ୍ଣିଂରୁ ଶିଖିବା ଅପେକ୍ଷା ଆପଣ ବହି ପଢ଼ିକି ଜାଣିକି ଶିଖିଲେ ଆପଣ ଏଇଟା ଆଭଏଡ୍ କରିପାରିବେ ନିହାତି ଭାବରେ ଆପଣ ଆଭଏଡ୍ କରିପାରିବେ। ଠିକ୍ ଅଛି। ଆଉ ଫୋର୍ଥ ରିଜନ୍ ଯୋଉଟା ମୁଁ କହିବି ମାର୍କେଟ ଯେତେବେଳେ ମାନେ ବହୁତ ଭୋଲାଟାଇଲ୍ ଥାଏ ଲୋକ ଯେତେବେଳେ ଟ୍ରେଡ୍ ନେଇଯାଆନ୍ତି ଛୋଟ ମୋଟ ଷ୍ଟପ୍ ଲସ୍ ଥାଏ ଯୋଉଟା ବି ତାଙ୍କର ସେଇଟା ହିଟ୍ ହେଇଯାଏ କାରଣ ମାର୍କେଟ ଯେତେବେଳେ ଭୋଲାଟାଇଲ୍ ଥାଏ ମାର୍କେଟ ବହୁତ ଉପର ତଳ ହୁଏ। ସଡନ୍ ମାର୍କେଟ ସ୍ପାଇକ୍ ଦେବ ପୁଣି ଏଗେନ୍ ମାର୍କେଟ ସେଇ ସେମ୍ ଲେଭେଲ୍ ପଳେଇ ଆସିବ ତ ଆପଣଙ୍କ ଷ୍ଟପ୍ ଲସ୍ ହିଟ୍ ହେଇଯିବ। ଇଣ୍ଡିଆ ଭିକ୍ସ ଗୋଟେ ଅଛି ଆମର ଯୋଉଟା ଦେଖନ୍ତୁ ଏଇଟା ଇଣ୍ଡିଆ ଭିକ୍ସ ୟାକୁ ମାନେ ନେଇକି ଆମେ ଜାଣିପାରେ ଯେ କେତେ ଭୋଲାଟିଲିଟି ମାର୍କେଟରେ ଅଛି ଏଇଟା ସେଇ ହିସାବରେ ପରଫର୍ମ କରେ। ତ ୟାକୁ ଅବଜର୍ଭ କରିକି ଆପଣ ଦେଖିପାରିବେ ହଁ ଏତିକି ଭୋଲାଟିଲିଟି ଅଛି ମୋ ହିସାବରେ ଷ୍ଟପ୍ ଲସ୍ ଏତିକି ରହିବ ସୋ ଦ୍ୟାଟ୍ ମୋର ଟାର୍ଗେଟଟା ଆଚିଭ୍ ହେବା ପୂର୍ବରୁ ମୋର ଷ୍ଟପ୍ ଲସ୍ ନ ହିଟ୍ ହେଇଯାଉ। ଏମିତି ନ ହଉ କି ମୋର ଜଷ୍ଟ ଷ୍ଟପ୍ ଲସ୍ ହିଟ୍ ହେଇକି ମାର୍କେଟ ଟାର୍ଗେଟ ଆଡ଼କୁ ପଳାଉଛି ଆଉ ଆପଣ ଲସ୍ କରିଦେଉଛନ୍ତି। ତ ମାର୍କେଟ ଭୋଲାଟିଲିଟିରେ କେମିତି ଟ୍ରେଡ୍ କରିବେ ସେ ଜିନିଷଟା ଜାଣିବା ବି ବହୁତ ଇମ୍ପୋର୍ଟାଣ୍ଟ। ଓକେ। ତ ନେକ୍ସଟ ରିଜନ୍ ଆମର ହେଉଛି ମାର୍କେଟରେ ଲୋକ କ'ଣ କରନ୍ତି ଇମୋସନାଲ୍ ଟ୍ରେଡିଂ କରନ୍ତି। ଯେଉଁ ବି ଜିନିଷରେ ଆପଣ ଆଡ଼ିକ୍ଟେଡ଼ ହେଇଯାନ୍ତି ତା ଦେହରେ ଆପଣଙ୍କର କିଛି ନା କିଛି ଇମୋସନ୍ ଆସିଯାଏ। ତ ଟ୍ରେଡିଂରେ ବି ଲୋକଙ୍କର ଇମୋସନ୍ ଆସିଯାଏ ଲୋକ ଇନଭଲ୍ଭ ହେଇଯାଆନ୍ତି ଆଉ ଲୋକ ଟ୍ରେଡିଂ ବିହେଭିୟର ତାଙ୍କ ସାଇକୋଲୋଜି ସବୁ ଚେଞ୍ଜ କରିଦିଅନ୍ତି। ମୋତେ ଲାଗୁଛି ଇଏ ହେବ ମୋର ମାନେ ଥିଙ୍କିଙ୍ଗ ଏଇଟା ଯେ ଏମିତି ହେବ ମୋର ଲସ୍ ହେଇଗଲା ଆଉ ପ୍ରଫିଟ୍ ବନେଇବା ପାଇଁ ୟା ଫିର୍ ଲସ୍କୁ ରିକଭର କରିବା ପାଇଁ ମୁଁ ଟ୍ରେଡ୍ କରିବି ୟା ଫିର୍ ମୁଁ ରିଭେଞ୍ଜ ଟ୍ରେଡ୍ କରିବି ମୋର କେମିତି ଲସ୍ ହେଲା ଏତେ ଜିନିଷ ମୁଁ ଜାଣିଛି ମୋର କେମିତି ଲସ୍ ହେଲା ଏଇସବୁ ଜିନିଷ ଯେତେବେଳେ ଲୋକ ଭାବନ୍ତି ଲସ୍ ଉପରେ ଲସ୍ କରିଚାଲନ୍ତି ସେମାନେ। ରିଭେଞ୍ଜ ଟ୍ରେଡିଂ ତ ବିଲକୁଲ କରିବେନି ଯଦି ଲସ୍ ହେଇଗଲା ତାକୁ ଆକ୍ସେପ୍ଟ କରନ୍ତୁ ତା ପରଦିନ ଆପଣ ପ୍ରଫିଟ୍ କରିବେ। ସେଇଦିନ ଆପଣ ରିଭେଞ୍ଜ ଟ୍ରେଡିଂ କଲା ପରେ ଆପଣ ସାଇକୋଲୋଜି ଆମର ଇମୋସନ୍ସ ଆସିଗଲା ଇନଭଲ୍ଭ ହେଇଗଲା ତ ଆପଣ ମାନେ ଥିଙ୍କିଙ୍ଗ ପ୍ରୋସେସ୍ ପୁରା ଚେଞ୍ଜ ହେଇଯାଉଛି। ତ ଆପଣ କ'ଣ କରୁଛନ୍ତି ଯେଉଁଠି ଲାଗୁ ମାର୍କେଟ ଯେଉଁଠି ବି ଆପଣଙ୍କୁ ନେଗେଟିଭ୍ ବି ଲାଗୁଥିବ ସେଠି ଆପଣଙ୍କ ଗୋଟେ ପଜିଟିଭ୍ ସାଇଡ୍ ଆସିବ ନାହିଁ ଏଠୁ ହେଇଯିବ ଗ୍ରୋଥ୍ ହେଇଯିବ ଏଠୁ ମାର୍କେଟ ଉପର ସାଇଡ୍ ପୋଟେନ୍ସିଆଲ୍ ଅଛି ଏଠୁ ପଳେଇବ ଉପରକୁ ତ ଆପଣ କ'ଣ କରିବେ ଟ୍ରେଡ୍ ନେଇଯିବେ ଆଉ ଏଗେନ୍ ଆପଣ ଲସ୍ କରିବେ ସେଇ ଲସ୍କୁ ପୁଣି ରିକଭର କରିବା ପାଇଁ ଆହୁରି ବଡ଼ ବଡ଼ କ୍ୱାଣ୍ଟିଟି ଆପଣ ନେବେ ମନେକର ଆପଣ ଗୋଟେ ଲଟ୍ ଦୁଇଟା ନଟ୍ ନେଉଥିଲେ ଆପଣ 10,000 ଲସ୍ ହେଇଗଲାଣି ଗୋଟେ ଲଟ୍ ଦୁଇଟା ଲଟ୍ରେ ତ ସେତିକି ରିକଭର ହେଇପାରିବନି ତ ଆପଣ 30-40 ହଜାର ଟଙ୍କାର ପୁରେଇକି ଟ୍ରେଡ୍ କରିବେ 4-5ଟା ଲଟ୍ ନେଇ ତା ଦେହରେ ଆହୁରି ବଡ଼ ବଡ଼ ଲସ୍ ହେବ। ତ ଅଲ୍ଟିମେଟଲି ଆପଣ ପୁରା ଡିପ୍ରେସନ୍ ଫ୍ରଷ୍ଟ୍ରେସନ୍କୁ ପଳେଇବେ ସନ୍ଧ୍ୟାବେଳେ ଆପଣ ଶୋଇପାରିବେନି 3ଟା 30 ଯେତେବେଳେ ମାର୍କେଟ କ୍ଲୋଜ୍ ହେବ ଆପଣଙ୍କ ପଇସା ନେଇକି ମାର୍କେଟ ପଳେଇଲା ଆପଣ ହେଲେ ଦିନଟାଙ୍କ ରାତି 2ଟା 3ଟା ଯାଏଁ ବସିଥିବେ ଭାବୁଥିବେ ଷ୍ଟକ୍ ମାର୍କେଟରେ ଏତିକି ଟଙ୍କା ଲସ୍ ହେଇଗଲା କେମିତି ରିକଭର କରିବି। ତେଣୁକରି ରିଭେଞ୍ଜ ଟ୍ରେଡିଂ କରନ୍ତୁନି ଇମୋସନକୁ ଆଟାଚ୍ କରନ୍ତୁନି ଏଟା ଗୋଟେ ମାର୍କେଟରେ କିଛି ଇମୋସନ୍ ନାହିଁ ସେ ଗୋଟେ ମଣିଷ ନୁହେଁ ଯେ ସେ ଆପଣଙ୍କ ଲସେସକୁ ବୁଝୁଛି ଆପଣଙ୍କୁ ସେ ପ୍ରଫିଟ୍ ଦେବ ଆପଣଙ୍କୁ ସେ ଲସ୍ ଦେବ ଏଇଟା ଗୋଟେ ତା ଦେହରେ କିଛି ଇମୋସନ୍ ନାହିଁ ଆପଣଙ୍କ ଦେହରେ ଇମୋସନ୍ ଅଛି ଆପଣ ତାଙ୍କୁ ଇନଭଲ୍ଭ କଲେ ଆଉ ଆପଣଙ୍କର ଲସ୍ ହେଲା। ତେଣୁକରି ଇମୋସନକୁ ଏଠି ଇନଭଲ୍ଭ କରିବେନି ବିଲକୁଲ ବି ଇମୋସନ୍ ଇନଭଲ୍ଭ କରିବେନି। ତ ସେଇ କଥା ଓଭର ଟ୍ରେଡିଂ ଗୋଟେ ଲୋକ ମନେକର ଦିନକୁ 3ଟା ଲସ୍ ହେଇଗଲା ମୋର ସାଇକୋଲୋଜି ଅଛି 3ଟା ଲସ୍ ଯଦି କଣ୍ଟିନ୍ୟୁସଲି ଆପଣଙ୍କର ହେଉଛି ଷ୍ଟ୍ରେଟ୍ ମାର୍କେଟକୁ ବନ୍ଦ କର ବସ କିଛି ଟ୍ରେଡ୍ ନିଅନି। ଓଭର ଟ୍ରେଡିଂ କଲ ଲସ୍ ଉପରେ ଲସ୍ ହେବ ଲସ୍ ଉପରେ ଲସ୍ ହେବ କାହିଁକିନା ଆପଣ ସାଇକୋଲୋଜି ଚେଞ୍ଜ ହେଇଯିବ 3ଟା ଲସ୍ରେ ମୁଁ ଜାଣେ ମତେ ମତେ ଲାଗେ କି ମୋର 3ଟା ଲସ୍ ହେଲେ ମୋର ସାଇକୋଲୋଜି ଚେଞ୍ଜ ହେଲା କାରଣ ମୁଁ ପୁରା ପ୍ୟାନିକ୍ କରିଯାଏ ଭାଇ କେମିତି 3ଟା ଲସ୍ ହେଇଗଲା ସେଇଟା ରିକଭର କରିବା ଚକ୍କରରେ ଆପଣ ଆହୁରି ଲସ୍ କରି ଚାଲିବେ। ଓଭର ଟ୍ରେଡିଂ ଗୋଟେ ବହୁତ ବଡ଼ ଖରାପ ଜିନିଷ ଓଭର ଟ୍ରେଡିଂ ବିଲକୁଲ କରିବେନି। ଓଭର ଟ୍ରେଡିଂକୁ ଯେତେ ପାରିବେ ସେତେ ଆଭଏଡ଼ କରିବେ ଆଉ ଆପଣ ମାନେ ଠିକ୍ ଠାକ୍ ରେଜଲ୍ଟ ପାଇବେ ଯଦି ଓଭର ଟ୍ରେଡିଂ ନ କରୁଛନ୍ତି। ମିନିମମ୍ ଗୋଟେ କ୍ୱାଣ୍ଟିଟି ନିଅନ୍ତୁ ଗୋଟେ ଲଟ୍ ନାହିଁ ନୂଆ ନୂଆ ଆପଣ ଯଦି ଇନଭେଷ୍ଟ କରୁଛନ୍ତି ଟ୍ରେଡିଂ କରୁଛନ୍ତି ଗୋଟେ ଲଟ୍ ଗୋଟେ ଟ୍ରେଡ୍ 6 ମାସ ଚଲାନ୍ତୁ ତାପରେ 2ଟା ଲଟ୍ 3ଟା ଟ୍ରେଡ୍ ନିଜର ପ୍ରଫିଟଟାକୁ ବହୁତ ଜଲ୍ଦି ପାଇବାକୁ ଚେଷ୍ଟା କରିବା ଚକ୍କରରେ ଆପଣ ବହୁତ ବଡ଼ ବଡ଼ ଲସ୍ କରିଦେବେ ତ ସେଇଟା ମନେ ରଖନ୍ତୁ। ପ୍ରଫିଟ୍ ଆସିବ କି ବହୁତ ବଡ଼ ବଡ଼ ଟ୍ରେଡର ମାନେ 3-4 ବର୍ଷ ପରେ ପ୍ରଫିଟ୍ କରିଛନ୍ତି ଆଉ ସେଇ 3 ନମ୍ବର 4 ନମ୍ବର ବର୍ଷ ଯେଉଁ ଭଳିଆ ପ୍ରଫିଟ୍ କରିଛନ୍ତି ତାଙ୍କର 5 ବର୍ଷ 10 ବର୍ଷର ଲସ୍ ମେକଅପ୍ ହେଇଯିବ ଲାଇଫ୍ ଟାଇମ୍ ପଇସା ଉଠେଇଛନ୍ତି ଗୋଟେ ଗୋଟେ ବର୍ଷରେ ରିଟାୟାରମେଣ୍ଟ ଫଣ୍ଡ କ୍ରିଏଟ୍ କରିଦେଇଛନ୍ତି ଗୋଟେ ଗୋଟେ ବର୍ଷରେ ତ ଆପଣ ସେଇଟା ଭାବନ୍ତୁ ନା। ମୁଁ ଗୋଟେ ଉଦାହରଣ ଦେଉଛି 10,000 ଟଙ୍କା ଯଦି ଆପଣ 15 ଦିନ ଡବଲ୍ କରୁଛନ୍ତି କେତେ ଟଙ୍କା ହେବ ଜାଣିଛନ୍ତି 10,000 ଟଙ୍କା ଯଦି 15 ଦିନ ଆପଣ ଡବଲ୍ କରିବେ 34 କୋଟି ଟଙ୍କା ହେବ କାଲକୁଲେଟର ଧରିକି ହିସାବ କରିଦେବେ ଭିଡ଼ିଓ ଦେଖି ସାରିଲା ପରେ ଠିକ୍ ଅଛି। 6 ନମ୍ବର ରିଜନ୍ ଆମର ହେବ ରିସ୍କ ମ୍ୟାନେଜମେଣ୍ଟ।
बहुत लोग कौन करती स्टॉक मार्केट रे पशि जाती प्रॉपर रिस्क एंड रिवार्ड कैलकुलेशन नथिबो ताଙ୍କ पाखरे स्टॉप लॉस केते रहइबो से माने जानि नथिबे टारगेट केते रहइबो सेटा जानि नथिबे देखो भाई मु जदी ए लेवल एंट्री करूची तो मोर टारगेट ए लेवल रहिबो मोर स्टॉप लॉस मु ए लेवल रखिबी 5% स्टॉप लॉस लगे मु जदी 20% 30% टारगेट रखुची तार किछि असुविधा नै आपण बहुत बहुत आगु पळिबो जदी कंसिस्टेंसी सहित 1 ईयर भी एती फॉलो कले बट 1 ईयर तो फॉलो होबनी जहाँ लॉस प्रॉफिट मिसिकी हुए जदि 5 दिन प्रॉफिट करूछंती 2 दिन लॉस करंतु किछि असुविधा नै हेले छोटो लॉस करंतु 5 दिन 20,000 लगे प्रॉफिट कले 2 दिन आपण लाख लगे 2 लाख लॉस कर देले आपण माइनस रे रहिबे प्रॉफिटेबल हे परिबे सेटा हो मेन रीजन आपण निजर रिस्क रिवार्ड को मैनेजमेंट करिया सिखन केते रिस्क आपण नै परिबे लाख टका कैपिटल आपण अछि 10% रिस्क नै परिबे ताटो अधिक रिस्क मु नेबिनी आज मु आपण लाख टका इन्वेस्ट कर देली 50,000 टका मोर पळेला तो रिस्क रिवार्ड मैनेज करली मोर 50% पळेला कैपिटल ବର୍ତ୍ତମାନ ମୁଁ ଯଦି ଲକ୍ଷରେ 10% ଲୁଜ୍ କରିକି ତା ପରଦିନ 20% ଗେନ୍ କରୁଛି ତାହେଲେ 90,000 9 ଦୁଗୁଣ 18,000 ମୁଁ ପାଇଗଲି ତାମାନେ ମୋ କ୍ୟାପିଟାଲ ଲକ୍ଷେ 8,000 ହେଇଗଲା ହେଲେ ମୁଁ ଯଦି ଲକ୍ଷରେ 50,000 ଲସ୍ କରିଦେଲି ତାହେଲେ ମୋର 50,000 କ୍ୟାପିଟାଲ ପଳେଇଲା ତା ପରଦିନ ମୁଁ ଯଦି 50% ବି ଗେନ୍ କରୁଛି ତାହେଲେ 5 50 25 ମୋର କ୍ୟାପିଟାଲ 75,000 ରହୁଛି ବୁଝିପାରିଲେ ମାନେ ଭାବନ୍ତୁ କେତେ ଡିଫରେନ୍ସ ଆସିଯାଉଛି ତ ଏଇଟାକୁ ଆପଣ ମନେ ରଖନ୍ତୁ ଯେ ଲସ୍ କମ୍ କରନ୍ତୁ ତା ଦେହରେ ପ୍ରଫିଟ୍ ଆପଣ କମ୍ କଲେ ବି ମାନେ ପରସେଣ୍ଟେଜ ହିସାବରେ ଆପଣ ଅଲ୍ଟିମେଟଲି ପ୍ରଫିଟ୍ ରହିବେ ହେଲେ ତମେ ବଡ଼ ବଡ଼ ଲସ୍ କରି କ୍ୟାପିଟାଲକୁ ୱାଇପ୍ ଆଉଟ୍ କରିଦେଉଛନ୍ତି ହାଫ୍ କରିଦେଉଛନ୍ତି ପୁରା 100% ରିଟର୍ନ କରିକି ବି ଆପଣ ହେତିକି ଉପରକୁ ଯାଇପାରିବେନି କାରଣ 50% ଆପଣ ଲସ୍ ହେଲେ ଆପଣ ଲକ୍ଷେଟା 50,000 ହବ ହେଲେ ସେଇ 50,000 ଟଙ୍କା ଏଗେନ୍ ଲକ୍ଷେ କରିବା ପାଇଁ ହେଲେ ଆପଣଙ୍କୁ 100% ରିଟର୍ନ ଦରକାର ବୁଝିପାରିଲେ ସେଥିପାଇଁ ରିସ୍କ ରିୱାର୍ଡ ମ୍ୟାନେଜମେଣ୍ଟଟା ଭଲସେ କରନ୍ତୁ 7 ନମ୍ବର ପଏଣ୍ଟ ଆମର ହେଉଛି ଅପସନ୍ ପ୍ରାଇସିଂ ଅପସନ୍ ଚାର୍ଟ ଆପଣ ଯେତେବେଳେ ଯିବେ ଆପଣ ଅପସନ୍ ଚେନ୍କୁ ଯିବେ ସେତେବେଳେ ଲୋକ ଜାଣିପାରନ୍ତିନି ଯେ ମୁଁ ଇନ୍ ଦ ମନି ନେବି ନା ଆଟ୍ ଦ ମନି ନେବି ନା ଆଉଟ୍ ଅଫ୍ ଦ ମନି ନେବି ମାର୍କେଟ କେଉଁ ଡିରେକ୍ସନ୍ ମୁଭ୍ କରୁଛି କେତେ ପଏଣ୍ଟ ଆପଣଙ୍କୁ ଲାଗୁଛି ଉପରକୁ ଯିବ ଆପଣ ସେ କେତେ ପଏଣ୍ଟଟା ଲାଗୁଛି ଭାବିଲେ କି ହେବନି ଆପଣଙ୍କୁ ଦେଖିବାକୁ ପଡ଼ିବ ଯେ ମାର୍କେଟର ରେଜିଷ୍ଟାନ୍ସ କେଉଁ ଲେଭେଲରେ ଅଛି ମାର୍କେଟର ସପୋର୍ଟ କେଉଁ ଲେଭେଲରେ ଅଛି ଆପଣ ଯଦି କଲ୍ ନେଉଛନ୍ତି ଆପଣ ରେଜିଷ୍ଟାନ୍ସ ଲେଭେଲ ଯେତିକି ଅଛି ଆପଣ ରେଜିଷ୍ଟାନ୍ସ ଲେଭେଲରେ ଆପଣ ଆଟ୍ ଦ ମନି ନେଇପାରିବେ ମାନେ ଆଟ୍ ଦ ମନି ତ ଆଉଟ୍ ଅଫ୍ ଦ ମନି ଆଉ ଯଦି ଆପଣ ପୁଟ୍ ନେଉଛନ୍ତି ତାହେଲେ ଆପଣ ସପୋର୍ଟ ଲେଭେଲରେ ଯେଉଁଟା ଅଛି ଯେଉଁଠି ଆପଣ ସପୋର୍ଟ ଅଛି ସେଇ ଯାଏଁ ଆପଣ ନେଇପାରିବେ କାରଣ ସପୋର୍ଟରୁ ମାର୍କେଟ ଏଗେନ୍ ବାଉନ୍ସ ବ୍ୟାକ୍ କରିବ ତ ଆପଣ ସପୋର୍ଟ ଲେଭେଲ ଯାଏଁ ଯଦି ନେଉଛନ୍ତି ସପୋର୍ଟ ଲେଭେଲ ଟଚ୍ କଲା ତ ଆପଣ ମ୍ୟାକ୍ସିମମ୍ ପରସେଣ୍ଟେଜ ଗେନ୍ କରିପାରିବେ ଏଇଟା ମନେ ରଖନ୍ତୁ ଆଉ ଯଦି ଆପଣ ଇଏ କରୁଛନ୍ତି ଆପଣ ସ୍କାଲ୍ପିଂ କରୁଛନ୍ତି ତାହେଲେ ଆଟ୍ ଦ ମନି ନିଅନ୍ତୁ ବେଟର ହେବ କାରଣ ବେଟର ରିଟର୍ନସ୍ ଆଟ୍ ଦ ମନିରେ ମିଳେ ଯଦି ସ୍କାଲ୍ପିଂ କରୁଛନ୍ତି ଛୋଟ ଟ୍ରେଡ୍ ନେଉଛନ୍ତି ତ ଏଇଟାକୁ ଧ୍ୟାନ ଦେବେ ଓକେ ଆଉ ଗୋଟେ ଜିନିଷ ମନେ ରଖିବେ ଯେ ଆପଣ ମାର୍କେଟରେ ପଶିକି ଟ୍ରେଡିଂ ପ୍ଲାନ୍ ବନାଇବାଟା ଭୁଲ ट्रेडिंग प्लान ଆପଣ 9ଟା 15 ପୂର୍ବରୁ ରେଡି ହେଇଥିବା ଦରକାର କି ତା ପୂର୍ବ ଦିନଠୁ ରେଡି ହେଇଥିବା ଦରକାର ଆଜି ତ ମାର୍କେଟ କ୍ଲୋଜ ହେଇଗଲା ଦେଖନ୍ତୁ 3:30ରେ ମୁଁ ଏବେ କ'ଣ କରିବି ଦିନ ଯାକ ତ ବସିଲି ମୁଁ ଏତେ ସପୋର୍ଟ ରେଜିଷ୍ଟାନ୍ସ ଡ୍ର କରିବା କାମ ଅଛି ଆଉ କିଛି ନାହିଁ କାମ ତ ସପୋର୍ଟ ରେଜିଷ୍ଟାନ୍ସ ଡ୍ର କରନ୍ତୁ ଆପଣ ଦେଖନ୍ତୁ କି ମାର୍କେଟର ବିହେଭିୟର କ'ଣ ମୁଁ ଆଜି ଦେଖୁଥିଲି ଦେଖନ୍ତୁ 7ଟାରେ ଯେମିତି ମୁଁ 9ଟା 15ରେ ଦେଖେ ଇଣ୍ଡିଆନ୍ ମାର୍କେଟ ଖୋଲୁଛି ସେମିତି ମୁଁ 7ଟାରେ ବସିକି ଦେଖେ କି ୟୁଏସ୍ ମାର୍କେଟ କେତେ କ'ଣ ଖୋଲିଲା ୟୁଏସ୍ ମାର୍କେଟ ଦେଖନ୍ତୁ ଅପ୍ ଅଛି 2.45% ନାସଡାକ୍ ଅପ୍ ଅଛି ଇଏ ବି 1.82% ଅପ୍ ଅଛି ଏଇଟା ମୁଁ କାହିଁ ଦେଖୁଛି କାହିଁକି ନା କାଲି ମାର୍କେଟର ବିହେଭିୟର ୟା ସହିତ ଲିଙ୍କ ଅଛି ଯେହେତୁ ମାର୍କେଟରେ ଆମର କରେକ୍ସନ୍ ଯେଉଁ ଇଣ୍ଡିଆନ୍ ମାର୍କେଟରେ ଆସିଲା ୟୁଏସ୍ଏ ମାର୍କେଟ ରିଲେଟେଡ୍ ଯୋଗୁଁ ତେଣୁକରି ମୋତେ ଏଇ ସପ୍ତାହଟା ପୁରା ମାର୍କେଟକୁ ଅବଜର୍ଭ କରିବାକୁ ପଡ଼ୁଛି ୟୁଏସ୍ଏ ମାର୍କେଟକୁ କାରଣ ତା ଦେହରେ ଇଣ୍ଡିଆନ୍ ମାର୍କେଟ ଏଇ ଅନୁସାରେ ଲିଙ୍କ ହେଇକି ପରଫର୍ମ କରୁଛି ତ ମୁଁ ଏଇଟା ଅବଜର୍ଭ କଲି ତ ମୋର ଟ୍ରେଡିଂ ପ୍ଲାନ୍ ଏବେଠୁ ଆସିଯିବ ମୁଁ ଏବେ ଖାତା କଲମ ଧରିକି ଲେଖିଦେବି କାଲି ପାଇଁ କ'ଣ ଅଛି ମୁଁ ଚିତ୍ର ବନେଇ ଦିଏ ପୁରା 3-4ଟା ଗ୍ରାଫ୍ ବନେଇ ଦିଏ ଏଇଟା ପସିବିଲିଟି ମାର୍କେଟ ଗ୍ରୋ କରିବାର ସେଇ ପସିବିଲିଟି ଅନୁସାରେ ମୋର ଯେଉଁ ସପୋର୍ଟ ରେଜିଷ୍ଟାନ୍ସ ମୁଁ ଡ୍ର କରିଥିବି ସେଇ ଲେଭେଲରେ ଯଦି ମାର୍କେଟ ଆସିଲା ତାହେଲେ ମୁଁ ଟ୍ରେଡ୍ ନେବି ନହେଲେ ମୁଁ ନେବିନି ଯଦି ମୋର ସପୋର୍ଟ ଲେଭେଲକୁ ମାର୍କେଟ ଆସୁଛି ତ ସପୋର୍ଟ ଲେଭେଲ ମୁଁ ଗୋଟେ ଏଣ୍ଟ୍ରି ନେବି ଆଉ ଗୋଟେ ସ୍କାଲ୍ପିଂ କରିକି ଭଲ ପ୍ରଫିଟ୍ ବାହାର କରିବି ଯଦି ମାର୍କେଟ ରେଜିଷ୍ଟାନ୍ସ ଲେଭେଲ ଅଛି ତ ମୁଁ ଗୋଟେ ପୁଟ୍ ସାଇଡ଼ରେ ବାଏ କରିବି ଆଉ ମାର୍କେଟରେ ଛୋଟ ମୋଟ ପ୍ରଫିଟ୍ ନେଇ ବାହାରିବି ଯଦି ମାର୍କେଟରେ ନ୍ୟୁଜ୍ ବହୁତ ଷ୍ଟ୍ରଙ୍ଗ ଅଛି ବହୁତ ପଜିଟିଭ୍ ଅଛି ତାହେଲେ ମୁଁ ଗୋଟେ ଡାଇରେକ୍ସନାଲ ପ୍ଲାନ୍ କରିବି 10ଟାରୁ 3ଟା ଯାଏଁ ଯଦି ମାର୍କେଟ ବହୁତ ନେଗେଟିଭ୍ ଅଛି ତାହେଲେ ମୁଁ ପୁଟ୍ ସାଇଡ଼ରେ ଗୋଟେ ପୋଜିସନ୍ ହୋଲ୍ଡ କରି ବସିବି ଯଦି ମାର୍କେଟ ଭୋଲାଟାଇଲ୍ ଅଛି ତାହେଲେ ମୁଁ ସେଲିଂ କରିକି ବସିବି ଅପସନରେ ଯେତିକି ପ୍ରିମିୟମ୍ ଟିକେ ହେବ ମୁଁ ଖାଇକି ବସିବି ତ ଏଇସବୁ ଜିନିଷ ମୋତେ ଆଗୁଆ ପ୍ଲାନ୍ କରିବାର ଅଛି ମାର୍କେଟ ଭିତରେ ପଶିକି ଆପଣ ପ୍ଲାନ୍ କଲେ ସେଠି ଆପଣ 1 ମିନିଟ୍ ଟାଇମ୍ ଫ୍ରେମ୍ରେ ଦେଖୁଥିବେ ସେଠି ଗୋଟେ ରେଣ୍ଟ କ୍ୟାଟେଲ୍ ହେଇଗଲେ ଆପଣ ସାଇକୋଲୋଜି ଚେଞ୍ଜ ସେ ଆପଣ କିଛି କରିପାରିବେନି ତେଣୁକରି ଆପଣ ସବୁବେଳେ ପ୍ଲାନ୍ ରେଡ଼ି ରଖନ୍ତୁ ଆପଣଙ୍କ ପ୍ଲାନ୍ ଯଦି ରେଡ଼ି ହେଲା ତାହେଲେ ଆପଣ ବେଟର ଟ୍ରେଡ୍ କରିପାରିବେ ଓକେ ଆଉ ଯେଉଁ ଲାଷ୍ଟ ପଏଣ୍ଟ ମୋର ରହିବ ସେଟା ହେଉଛି ଦେଖନ୍ତୁ ଆପଣ ଗୋଟେ ଷ୍ଟକ୍ ମାର୍କେଟରେ ଆସିଛନ୍ତି ଆପଣ ଏକା ବସି ଟ୍ରେଡ୍ କରୁଛନ୍ତି 2-4 ଜଣ ସାଙ୍ଗସାଥି ବସି ଟ୍ରେଡ୍ କରୁଛନ୍ତି ଆପଣ ଅପସନ୍ ଯେଉଁ ଷ୍ଟକ୍ ମାର୍କେଟରେ ଆସିକି ପଇସା କାହାଠୁ ଆଉ ଟ୍ରାଏ କରୁଛନ୍ତି ଗୋଟେ ଗୋଟେ ପ୍ରଫେସନାଲ ଅଛନ୍ତି 500 1000 କୋଟି ଧରିକି ଟ୍ରେଡ୍ କରୁଛନ୍ତି ସେମାନେ 10 ବର୍ଷ 15 ବର୍ଷ 20 ବର୍ଷର ଏକ୍ସପିରିଏନ୍ସ ରଖିଛନ୍ତି ତ
ତ କମ୍ପିଟିସନ୍ ଆପଣଙ୍କର ରହୁଛି ବଡ଼ ଫଣ୍ଡ ହାଉସ୍ ସହିତ, ବଡ଼ ବଡ଼ ପ୍ରଫେସନାଲ୍ ଟ୍ରେଡରଙ୍କ ସହିତ। ତାଙ୍କଠୁ ପଇସା ଆଣିବାକୁ ହେଲେ ଆପଣଙ୍କୁ ସେତିକି ଲେଭେଲରେ ଭାବିବାକୁ ପଡ଼ିବ। ବୁଝିପାରିଲେ? ଆପଣଙ୍କୁ ସେତିକି ନଲେଜ୍, ସେତିକି ଏକ୍ସପିରିଏନ୍ସ ତ ଆପଣ ଗେନ୍ କରିପାରିବେନି। ହେଲେ ଆପଣ ଲସ୍ ମେକିଂ ଟ୍ରେଡରଙ୍କଠୁ ଡିଫରେନ୍ସ ହେବାକୁ ହେଲେ ଆପଣ ପ୍ରଫେସନାଲ୍ ଟ୍ରେଡରଙ୍କ ସହିତ କମ୍ପିଟ୍ କରିବାକୁ ପଡ଼ୁଛି। ତ ଆପଣଙ୍କୁ ସେତିକି ଆଡ଼ଭାନ୍ସ ଯିବାକୁ ପଡ଼ିବ, ସେତିକି ଆଡ଼ଭାନ୍ସ ଆପଣଙ୍କୁ ଭାବିବାକୁ ପଡ଼ିବ ଯେ ହଁ ଏଇଟା ଆକ୍ଚୁଆଲି ଏଇ ଯେଉଁ କ୍ୟାଣ୍ଡେଲଟା ବନଉଛି ଏଇଟା ଷ୍ଟପ୍ ଲସ୍ ହଣ୍ଟିଂ କ୍ୟାଣ୍ଡେଲ, ୟା ଫିର୍ ଏଇଟା ମାନେ ମାର୍କେଟ ପ୍ରପର ଡାଇରେକ୍ସନରେ ଯାଉଛି। କିଛି କିଛି ଟାଇମ୍ ଆପଣ ଦେଖୁଥିବେ ଆପଣ କ୍ୟାଣ୍ଡେଲ ଆପଣ ପୋର୍ଟଫୋଲିଓ ପ୍ରଫିଟ୍ରେ ଥିବ, ଆପଣ ପୋଜିସନ୍ ପ୍ରଫିଟ୍ରେ ଥିବ, ଆପଣ ଷ୍ଟପ୍ ଲସ୍ ଟ୍ରେଲ୍ କରି ଯାଉଛନ୍ତି। ହେଲେ ଷ୍ଟପ୍ ଲସ୍ଟେ ଟ୍ରେଲ୍ କରିକି ଆପଣ 10ଟା 11ଟା ବେଳେ ଆପଣ ଷ୍ଟପ୍ ଲସ୍ ହିଟ୍ ହେଇଯାଉଛି, ମାର୍କେଟ ଆହୁରି ଉପରକୁ ଉପରକୁ ଯାଉଛି। ହେଲେ ଲୋକଙ୍କର ଷ୍ଟପ୍ ଲସ୍ଟି ହିଟ୍ ହେଉଛି। କେମିତି ଲୋକଙ୍କର ଷ୍ଟପ୍ ଲସ୍ ହିଟ୍ ହେଉଛି? କାହିଁକିନା ମାର୍କେଟ ସବୁବେଳେ ଏମିତି ସିଧା ଉପରକୁ ଯାଏନି। ମାର୍କେଟ ଏମିତି ଯିବ ଟିକେ ଖସିବ, ଏମିତି ଯିବ ଟିକେ ଖସିବ, ଏମିତି ଯିବ ଟିକେ ଖସିବ। ଟ୍ରେଣ୍ଡିଂ ମାର୍କେଟରେ ସେ ଯେଉଁ ଟିକେ ଖସେ ସେଇଠି ଆପଣ ଷ୍ଟପ୍ ଲସ୍ଟି ହିଟ୍ ହୁଏ, କାରଣ ଆପଣ ଟ୍ରେଲ୍ କରିଥାନ୍ତି। ତ ସେଇ ଟ୍ରେଲ୍ କରିବାଟା ବି ଆପଣଙ୍କ ସ୍କିଲ୍ ଥିବା ଦରକାର ଯେ କେଉଁ ଜାଗାରେ ମୁଁ ଟ୍ରେଲ୍ କରିବି ଷ୍ଟପ୍ ଲସ୍, ତାକି ମାର୍କେଟ ଯଦି ଟିକେ ଭୋଲାଟାଇଲ୍ ହେଇକି ପୁଣି ଏଗେନ୍ ଉପରକୁ ଯାଉଛି ମୋର ସେଇ ଜାଗାରେ ଷ୍ଟପ୍ ଲସ୍ଟି ହିଟ୍ ନ ହଉ, ଆଉ ମୁଁ ମ୍ୟାକ୍ସିମମ୍ ପୋଟେନ୍ସିଆଲ୍ ପାଏ। ତ ପ୍ରଫେସନାଲ୍ ଟ୍ରେଡର ଭଳିଆ ଆପଣଙ୍କୁ ବି ଭାବିବାକୁ ପଡ଼ିବ। ଆପଣ ନିଜକୁ ବି ଭାବନ୍ତି ଗୋଟେ ପ୍ରଫେସନାଲ୍ ଟ୍ରେଡର। ଆପଣ ପ୍ଲାନ୍ ବନାନ୍ତୁ, ପ୍ରାଇସ୍ ଆକ୍ସନ୍ ଷ୍ଟ୍ରାଟେଜି ବନାନ୍ତୁ, ଆଉ ଡେଫିନେଟଲି ଆପଣ ପ୍ରଫିଟେବଲ୍ ହେବେ। ଏତିକି ମୁଁ ଯେତିକି ପଏଣ୍ଟ କହିଲି ଏତିକି ଆପଣ କନସିଡର କରନ୍ତୁ, ନିଶ୍ଚିନ୍ତ ଭାବରେ ଆପଣଙ୍କୁ ହେଲ୍ପ କରିବ। ଆଉ ମୋତେ ଥ୍ୟାଙ୍କଫୁଲ୍ ହେବେ ଆପଣ ନିହାତି, କାରଣ ମୁଁ ନିଜେ ରିସର୍ଚ୍ଚ କରିଛି, ମୋର ଏତିକି ଏକ୍ସପିରିଏନ୍ସ ଅଛି ଷ୍ଟକ୍ ମାର୍କେଟ ଉପରେ। ସେଥିପାଇଁ ମୁଁ ଆପଣଙ୍କ ସହିତ ଏଇଟା ସେୟାର କରୁଛି। ନୂଆ ନୂଆ ଟ୍ରେଡର ବହୁତ ଲସେସ୍ କରନ୍ତି, ତ ମୁଁ ଚାହୁଁଛି କି ଲସେସ୍ କମ୍ କର ଭାଇ ଆପଣମାନେ, ପ୍ରଫିଟ୍ ଅଟୋମେଟିକାଲି ହେବ। ଲସେସ୍ କମ୍ କରନ୍ତୁ, ପ୍ରଫିଟ୍ ଅଟୋମେଟିକାଲି ହେବ। ଆପଣ ହୋଲ୍ଡ କରିକି ବସନ୍ତୁ ମାର୍କେଟରେ, ଦେଖିବେ ଆପଣ ପ୍ରଫିଟ୍ କେମିତି ହେଉଛି। ଲସ୍ କରନ୍ତୁ, ଯଦି ବଡ଼ ବଡ଼ ଲସ୍ କରିଦେଉଛନ୍ତି ଆପଣ 3 ମାସ 3 ମାସ 4 ମାସ 6 ମାସର ପ୍ରଫିଟ୍ ପଳେଇବ। ବହୁତ ଦୁଃଖ ଲାଗିବ ସେତେବେଳେ, ବହୁତ ମାନେ ଟେନସନ୍ରେ ବି ରହିବେ, ନିଦ ହେବନି, ଶୋଇପାରିବେନି, ଆପଣ କାହାକୁ କହି ପାରୁନଥିବେ, ଘରେ କି କାହା ଫ୍ରେଣ୍ଡକୁ। ଏସବୁ ଜିନିଷ ବହୁତ ଏକ୍ସପିରିଏନ୍ସ ହେଇଛି, ଆଉ ସେ ଏକ୍ସପିରିଏନ୍ସ ମୁଁ ଆପଣଙ୍କ ସହିତ ସେୟାର କରୁଛି। ଦେଖନ୍ତୁ ଆମେ କଥା ହେଲା ଭିତରେ ମାର୍କେଟ କେତେ ଉପରକୁ ଗଲାଣି, ଭଲ ଭଲ କ୍ୟାଣ୍ଡେଲ୍ ବନଉଛି ଏଠି ଦେଖନ୍ତୁ। ଏଇଟା ଦେଖନ୍ତୁ କ୍ଲିୟରଲି ଆପଣ ପଜିଟିଭ୍ ଲାଗୁଛି ଆଜି ମାର୍କେଟ। ମାର୍କେଟ ଆଜି ଗ୍ରୀନ୍ରେ ହିଁ କ୍ଲୋଜ୍ ଦେବ, ଦେଖିବେ ୟୁଏସ୍ ମାର୍କେଟ। ଆଉ କାଲି ଆପଣମାନେ ଭଲ ଟ୍ରେଡ୍ କ୍ୟାପଚର କରିପାରିବେ କଲ୍ ସାଇଡ଼୍ରେ, ଆମର ନିଫ୍ଟିରେ ବ୍ୟାଙ୍କ ନିଫ୍ଟିରେ ତ ମୁଁ ବହୁତ ଷ୍ଟ୍ରଙ୍ଗ ଅଛି। ଆଜି ବି ବ୍ୟାଙ୍କ କାଲି ବି ମୁଁ ଆପଣଙ୍କୁ ବ୍ୟାଙ୍କ ନିଫ୍ଟିରେ ଯାହା କହିଥିଲି ଏକ୍ଜାକ୍ଟଲି ସେୟା ହେଇଛି। ଦେଖନ୍ତୁ ମୁଁ କାଲି ଆପଣଙ୍କୁ କହିଥିଲି ବ୍ୟାଙ୍କ ନିଫ୍ଟି ଷ୍ଟ୍ରଙ୍ଗ ଲାଗୁଛି, ବ୍ୟାଙ୍କ ନିଫ୍ଟି ଦେଖନ୍ତୁ ଗ୍ରୀନ୍ରେ କ୍ଲୋଜ୍ ଦେଇଛି, ଆଉ ଭଲ ଅପସାଇଡ୍ ପୋଟେନ୍ସିଆଲ୍ ଦେଇଥିଲା। ନିଫ୍ଟି ମୁଁ ଆପଣଙ୍କୁ କହିଥିଲି ଗ୍ୟାପ୍ କ୍ରିଏଟ୍ କରିଛି, ଗ୍ୟାପ୍ ଫିଲ୍ଅପ୍ କରିନି, ତେଣୁକରି ଏଇ ଯେଉଁ ଗ୍ୟାପ୍ ଅଛି ଏଇ ଗ୍ୟାପ୍ ଯାଏଁ ଆସିବ। ଆଉ ଏକ୍ଜାକ୍ଟଲି ଦେଖନ୍ତୁ ନିଫ୍ଟି ନେଗେଟିଭ୍ ହିଁ ରହିଛି। କାଲିର ଭିଡ଼ିଓ ଆପଣ ଦେଖିଲେ ଜାଣିପାରିବେ। ଆଉ ନିହାତି ଭାବରେ କାଲି ଭିଡ଼ିଓଟି ଦେଖନ୍ତୁ। ଆପଣ ମାନେ ମୋର ରିସର୍ଚ୍ଚ ଯେଉଁ ମୁଁ କରେ, ମୁଁ ମାନେ ଏମିତି ତ ମଜାକରେ ମୁଁ କହୁନି କି ଏଇଟା ଏମିତି ହେଇଯିବ ଏଇଟା ହେଇଯିବ, ବା 4-5 ବର୍ଷ ହେଲା ମାର୍କେଟ ଦେଖୁଛି। ତ ଆପଣ ଦେଖନ୍ତୁ, ଯଦି ଆପଣଙ୍କୁ ଠିକ୍ ଲାଗିଲା ଆପଣ କହିବେ, ଜଣାଇବେ। କାହିଁକିନା ମୁଁ କହିଥିଲି ଦେଖନ୍ତୁ ଗ୍ୟାପ୍, ଏଇଠି ଯେଉଁ ଗ୍ୟାପ୍ଟା କ୍ରିଏଟ୍ କରିଛି ଏ ଗ୍ୟାପ୍ ଫିଲ୍ଅପ୍ କରିନଥିଲା, ତ ନିଫ୍ଟି ଗ୍ୟାପ୍ ଫିଲ୍ଅପ୍ କରିବାକୁ ପଳେଇ ଆସିଲା, ଯେଉଁଠିକି ବ୍ୟାଙ୍କ ନିଫ୍ଟି ଆମର ଗ୍ୟାପ୍ଟିକୁ ଫିଲ୍ଅପ୍ କରିଛି। ଆଉ ସେଥିପାଇଁ ସେ ବ୍ୟାଙ୍କ ନିଫ୍ଟି ମୋତେ ପଜିଟିଭ୍ ଲାଗିଲା, ଆଉ ମାର୍କେଟ ଟିକେ ଭଲ ପୋଜିସନ୍ରେ ଅଛି, ମାନେ ସେଣ୍ଟିମେଣ୍ଟ ଟିକେ ବ୍ୟାଙ୍କ ନିଫ୍ଟିରେ ଭଲ ଥିଲା। ସେଥିପାଇଁ ବ୍ୟାଙ୍କ ନିଫ୍ଟି ପ୍ରିଫର୍ କରିଥିଲି ଆଜି ଟ୍ରେଡ୍ କରିବା ପାଇଁ। ତ ଆପଣମାନେ କ'ଣ ଟ୍ରେଡ୍ କରିଛନ୍ତି, କାଲି ଭିଡ଼ିଓଟି ଦେଖିଥିଲେ କି ନାହିଁ ସେଇଟା କମେଣ୍ଟ କରି ଜଣାଇବେ। ଏତିକିରେ ମୁଁ ରହୁଛି। ମୋତେ ଲାଗୁଛି କି ଭିଡ଼ିଓଟି ଆପଣଙ୍କୁ ହେଲ୍ପ କରିବ ଆଉ ଭଲ ଲାଗିବ। ଯଦି ଭଲ ଲାଗିଲା ଆପଣ କେଉଁ ବି ଆପଣ ସାଙ୍ଗମାନେ ଯେଉଁମାନେ ଲସ୍ ମେକିଂ କରୁଛନ୍ତି ଯାହାକୁ ହେଲ୍ପ ହେବ ତ ସେୟାର କରିପାରିବେ। ଆଉ ଆପଣଙ୍କର ଯାହା କମେଣ୍ଟସ୍ ରହିବ ମୋତେ ଜଣାନ୍ତୁ, ମୁଁ ତା ଦେହରେ କାମ କରିବି। ଠିକ୍ ଅଛି, ଚାଲନ୍ତୁ, ଅଲ୍ ଦ ବେଷ୍ଟ ଫର୍ ଟୁମରୋ।